7 ସେପ୍ଟେମ୍ବର 2025 ରବିବାର ଦିନ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ। ଆଉ ଚନ୍ଦ୍ରଗ୍ରହଣ ରାତିରେ ଏହି କୋଣରେ ଚୁପଚାପ ରଖିଦିଅନ୍ତୁ 1 ଟଙ୍କିଆ କଏନ୍। ଜୀବନର ପ୍ରତ୍ୟେକ କଷ୍ଟରୁ ମିଳିଯିବ ମୁକ୍ତି। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ଜୀବନରେ ହେବ ଧନର ବର୍ଷା। ଏହି ଚନ୍ଦ୍ରଗ୍ରହଣ ପରେ ଆପଣ ବନିଯିବେ ମହାକରୋଡ଼ପତି। କାହିଁକି ନା 7 ସେପ୍ଟେମ୍ବର 2025 ରବିବାର ଦିନ ରାତି ଏକ ଏପରି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ଯାହାକୁ ଦେଖି ସାରିବା ପରେ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯିବ। ଏହି ରାତିରେ ଆକାଶରେ ଲାଗିବାକୁ ଯାଉଛି ଏ ବର୍ଷର ସବୁଠାରୁ ବଡ଼ ଓ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଆଉ ଏହା ଏକ କୌଣସି ସାଧାରଣ ଚନ୍ଦ୍ରଗ୍ରହଣ ନୁହେଁ, ବରଂ ଏହା ଏକ ଏପରି ଚନ୍ଦ୍ର ଲାଲ ବର୍ଣ୍ଣର ହେବ, ଚନ୍ଦ୍ର ପୁରା ଲାଲ ରଙ୍ଗ ଦେଖାଯିବ। 7 ସେପ୍ଟେମ୍ବର ରାତିରେ ଯଦି ଆପଣ ଆକାଶକୁ ଦେଖିବେ ତ ଚନ୍ଦ୍ର ସାମାନ୍ୟ ଧଳା ରଙ୍ଗର ଦେଖାଯିବେ ନାହିଁ, ବରଂ ରକ୍ତ ବର୍ଣ୍ଣରେ ଦୃଶ୍ୟମାନ ହେବେ। ଆଉ ଏହି ଚନ୍ଦ୍ରଗ୍ରହଣ ମାମୁଲି ଚନ୍ଦ୍ରଗ୍ରହଣ ନୁହେଁ, ଏହା ଏକ ମହା ଚନ୍ଦ୍ରଗ୍ରହଣ ହେବ। ଏଥିପାଇଁ ଏ ଦୁନିଆରେ ଥିବା ଜ୍ୟୋତିଷ ଏବଂ ବୈଜ୍ଞାନିକ ମାନେ ଏହି ଚନ୍ଦ୍ର ଗ୍ରହଣକୁ ଅପେକ୍ଷା କରି ରହିଛନ୍ତି। ଆଉ ଏହି ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମାର ପଡ଼ିବାକୁ ଯାଉଛି। ଆଉ ଭାଦ୍ରବ ପୂର୍ଣ୍ଣିମା ସେହି ରାତି ହୋଇଥାଏ ଯେଉଁ ରାତିରେ ମାତା ଲକ୍ଷ୍ମୀ ଧରିତ୍ରୀ ଉପରେ ବାସ କରିବାକୁ ଆସିଥାନ୍ତି ଏବଂ ପେଚାକୁ ସାଥିରେ ଧରି ପୁରା ଧରିତ୍ରୀରେ ଭ୍ରମଣ କରିଥାନ୍ତି। ଏହି ବର୍ଷ ଚନ୍ଦ୍ରଗ୍ରହଣ ଆହୁରି ବି ଖାସ୍ ହେବ, କାହିଁକି ନା ଏହି ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପୁରା ଭାରତରେ ଲାଲ ରଙ୍ଗର ଚନ୍ଦ୍ର ଦେଖାଦେବେ। ଆଉ ଏହି ଦିନ ଯଦି ଆପଣ ଗୋଟିଏ 1 ଟଙ୍କିଆ କଏନ୍କୁ ନେଇ ଗୋଟିଏ ଗୁପ୍ତ ଜାଗାରେ ରଖିଦେବେ ତ ବିଶ୍ୱାସ କରନ୍ତୁ ଚନ୍ଦ୍ରଦେବ ଆପଣଙ୍କ ଜୀବନରେ ଆସୁଥିବା ସବୁ ସଙ୍କଟରୁ ମୁକ୍ତି କରାଇଦେବେ। ଆପଣଙ୍କ ଜୀବନରେ ଧନ ଚାରି ଦିଗରୁ ଟାଣି ହୋଇକି ଆପଣଙ୍କ ପାଖକୁ ଚାଲି ଆସିବ। ଆଉ ଏତେ ଧନ ଆସିବ ଯେ ଆପଣ କେବେ ବି କଳ୍ପନା କରିପାରିବେ ନାହିଁ, କାହିଁକି ନା ମାତା ଲକ୍ଷ୍ମୀଙ୍କର ବରଦାନ ଓ ଆଶୀର୍ବାଦ ମିଳିବ। ଏହି ଚନ୍ଦ୍ରଗ୍ରହଣ ଦ୍ୱାରା କରାଯାଉଥିବା ଉପାୟ କେବେ ବି ବିଫଳ ହୋଇନଥାଏ। ଏହି ଚନ୍ଦ୍ରଗ୍ରହଣରେ 108 ବର୍ଷ ପରେ ଏପରି ସଂଯୋଗ ବନିବାକୁ ଯାଉଛି ଯାହାଦ୍ୱାରା ଆପଣ ଏହି ଦିନ ଯେଉଁ ବି ଉପାୟ କରିବେ ତାହା ଆପଣଙ୍କୁ 1000 ଗୁଣା ଲାଭ ମିଳିବ। 7 ସେପ୍ଟେମ୍ବର 2025 ରାତିରେ ଆକାଶରେ ଲାଗିବାକୁ ଯାଉଥିବା ଲାଲ ରଙ୍ଗର ଚନ୍ଦ୍ରଗ୍ରହଣ ଆପଣଙ୍କ ଜୀବନରେ ପ୍ରଭାବ ପକାଇବ। ଏହି ରାତିରେ ଶୁଭ ଯୋଗରେ ଯଦି ଆପଣ 1 ଟଙ୍କିଆ କଏନ୍କୁ ଠିକ୍ ଉପାୟ କରିଦେବେ ତ ଆପଣଙ୍କୁ ଧନ ଓ ଭାଗ୍ୟରେ ସଫଳତା ପାଇଁ ନୂଆ ଦ୍ୱାର ଖୋଲିଯିବ। ଯଦି ଆପଣ ସତରେ ଚାହାନ୍ତି କି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ଏବଂ ଆପଣଙ୍କ ପୁରା ପରିବାର ଉପରେ ସବୁବେଳେ ବନି ରହୁ ତ ଭିଡ଼ିଓକୁ ଗୋଟେ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ଜରୁର କରିଦିଅନ୍ତୁ। ଯଦି ଆପଣ ଏହି ପୂର୍ଣ୍ଣିମା ରାତିରେ 1 ଟଙ୍କିଆ କଏନ୍ ବାଲା ଗୁପ୍ତ ଉପାୟ କରିଦେବେ ଯାହାର ବର୍ଣ୍ଣନା ଆମ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି ତ ଆପଣଙ୍କର ଗରିବୀ ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ ଏବଂ ଆପଣ ନିଜେ ଦେଖିବେ କି ଆପଣଙ୍କ ଜୀବନରେ କିପରି ଧନର ବର୍ଷା ହେବାକୁ ଲାଗିବ। ଏହି ଉପାୟକୁ କରିସାରିବା ପରେ ଆପଣଙ୍କ ଜୀବନରେ ଧନ ବୃଦ୍ଧି ହେବ। ଆପଣଙ୍କର ବନ୍ଦ ହୋଇ ପଡ଼ିଥିବା ବ୍ୟାପାର ପୁଣି ଥରେ ନୂଆ କରି ଚାଲିବାକୁ ଲାଗିବ। ଆପଣଙ୍କ ଘରେ ଧନର ଆଗମନ ଆରମ୍ଭ ହୋଇଯିବ। ଆପଣଙ୍କ ଘରେ ଯେଉଁ ବି ଟଙ୍କା ପଇସା ଆସିବ ତାହା ବଢ଼ିବାକୁ ଲାଗିବ। ଯଦି ଆପଣ କୌଣସି କରଜରେ ବୁଡ଼ି ରହିଛନ୍ତି କିମ୍ବା ଆପଣ କୌଣସି ପ୍ରକାରର ଆର୍ଥିକ ସମସ୍ୟାରେ ଫସି ରହିଛନ୍ତି ତ ଏହି ଉପାୟକୁ କରିସାରିବା ପରେ ଏହି ସବୁ ସମସ୍ୟାରୁ ଆପଣଙ୍କୁ ତୁରନ୍ତ ମୁକ୍ତି ମିଳିଯିବ। ଏହି ଚନ୍ଦ୍ରଗ୍ରହଣରେ 21ରୁ ଅଧିକ ଶୁଭ ସଂଯୋଗ ବନୁଅଛି। ଏହାର ଅର୍ଥ ଏହା ଅଟେ କି ଏହି ଶୁଭ ସଂଯୋଗରେ କରାଯାଉଥିବା ପ୍ରତ୍ୟେକ ଉପାୟକୁ 1000 ଗୁଣା ଫଳ ଦେବ। ଯେବେ ଗ୍ରହଣ ଲାଗିଥାଏ ତ ଗ୍ରହଣର ସେନାପତି ମଙ୍ଗଳ, ଶନି, ସୂର୍ଯ୍ୟ ଓ ରାହୁ ସାମ୍ନାସାମ୍ନି ହୋଇଥାନ୍ତି। କୁହାଯାଏ କି ଏହା ଦ୍ୱାରା ଯେଉଁ ବି ସାଧନା ବା ଉପାୟ କରାଯାଏ ତାହାର ପ୍ରଭାବ ତୁରନ୍ତ ଅସର ପକାଇଥାଏ। ଏଥିପାଇଁ ତାନ୍ତ୍ରିକ ଓ ସାଧକ ବର୍ଷ ସାରା ଏହି ଘଡ଼ିକୁ ଅପେକ୍ଷା କରି ରହିଥାନ୍ତି। ଏ ଦୁନିଆର ଯେତେ ବି କରୋଡ଼ପତି ବ୍ୟକ୍ତି ଥାନ୍ତି ସେ ଏମିତିରେ ଖାଲିଟାରେ
ଧନୀ ହୋଇନାହାନ୍ତି। ସେ ବି ଚନ୍ଦ୍ରଗ୍ରହଣ, ସୂର୍ଯ୍ୟଗ୍ରହଣ, ପୂର୍ଣ୍ଣିମା ଓ ଏକାଦଶୀ ଯେପରି ପାବନ ଅବସରରେ କିଛି ବିଶେଷ ଉପାୟ କରିଥାନ୍ତି। ଏଥିପାଇଁ ଯଦି ଆପଣ ବି 1 ଟଙ୍କିଆ କଏନ୍ ବାଲା ଗୁପ୍ତ ଉପାୟ କରିଦେବେ, ଯାହା ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ, ତ ଆପଣଙ୍କୁ କରୋଡ଼ପତି ବନିବାର କୌଣସି ବି ଶକ୍ତି ରୋକିପାରିବ ନାହିଁ। ଆପଣଙ୍କର ଭାଗ୍ୟ ପୁରା ମଜବୁତ ହୋଇଯିବ। ଆପଣଙ୍କର ନବଗ୍ରହ ଆପଣଙ୍କୁ ସାଥ ଦେବା ଆରମ୍ଭ କରିବ। ଖାଲି ସେତିକି ନୁହେଁ, ଆପଣଙ୍କ ଘରର ଉନ୍ନତି ହେବ ମାତା ଲକ୍ଷ୍ମୀଙ୍କର କୃପାରୁ। ପୁଣି ଆପଣଙ୍କ ଘର କେବେ ବି ଟଙ୍କାରେ ଅଭାବ ରହିବ ନାହିଁ। ଆଉ ଯେଉଁ ସବୁ ଉପାୟ ଥାଏ, ସେହି ଉପାୟକୁ କରିବା ପାଇଁ ଗୋଟିଏ ମୁହୂର୍ତ୍ତ ଥାଏ। ଆଉ ସେହି ମୁହୂର୍ତ୍ତରେ ଉପାୟ କରିବା ଦ୍ୱାରା ତେବେ ଯାଇ ଆପଣଙ୍କୁ ଲାଭ ଅବଶ୍ୟ ମିଳିଥାଏ। ଏଥିପାଇଁ ଏହି ଭିଡ଼ିଓକୁ ନା କେବଳ ଆପଣଙ୍କ ପାଇଁ ବରଂ ଆପଣଙ୍କର ପୁରା ପରିବାରର ଭଲ ପାଇଁ ନିହାତି ଦେଖନ୍ତୁ। ଯଦି ଆପଣ ମାତା ଲକ୍ଷ୍ମୀଙ୍କର ପ୍ରିୟ ଭକ୍ତ, ତ ତୁରନ୍ତ ଏହି ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିଦିଅନ୍ତୁ। ତ ସବୁଠୁ ପ୍ରଥମ ଉପାୟ, ଆଉ ସେହି ଉପାୟଟି ଘରେ ଧନ ବୃଦ୍ଧି ହେବା ପାଇଁ ବା ଧନ ବଢ଼ାଇବା ପାଇଁ ଉପାୟଟିଏ। ଯଦି ଆପଣ ଚାହାନ୍ତି କି ଆପଣଙ୍କ ଘରେ କେବେ ବି ଧନର କମି ନ ହେଉ, ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଘରେ ବନି ରହୁ, ତ 7 ସେପ୍ଟେମ୍ବର ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ 9:08 ଆପଣ ଗୋଟିଏ ପିତ୍ତଳର ଗିନାଟେ ନେବେ। ସେହି ଗିନାରେ ଗଙ୍ଗା ଜଳ ଭରିଦେବେ। ତା ଭିତରେ ଗୋଟିଏ 1 ଟଙ୍କିଆ କଏନ୍କୁ ପକାଇଦେବେ। ତାପରେ ସେହି ଗିନାକୁ ନେଇ ଆପଣଙ୍କ ଘରର ଛାତ ଉପରେ ଏପରି ସ୍ଥାନରେ ରଖିବେ ଯେଉଁଠି ଚନ୍ଦ୍ରମାର ଅଳ୍ପ ଟିକେ ହେଉ ପଛେ ରୋଶନୀ ପଡୁଥିବ। ଆଉ ଏହି ଚନ୍ଦ୍ରଗ୍ରହଣ ଦିନ ପୂର୍ଣ୍ଣିମା ବି ପଡୁଅଛି, ଯେଉଁଦିନ ମାତା ଲକ୍ଷ୍ମୀ ପୁରା ଧରିତ୍ରୀରେ ଭ୍ରମଣ କରିଥାନ୍ତି। ତ ତା ପରଦିନ ମାନେ 8 ସେପ୍ଟେମ୍ବରକୁ ସକାଳୁ ସ୍ନାନ ସାରି ଛାତ ଉପରେ ରଖିଥିବା ସେହି ଗିନାକୁ ଆଣି, ସେହି ଗିନାରେ ଯେଉଁ ଟଙ୍କିକିଆ କଏନ୍ଟି ଆପଣ ଗଙ୍ଗା ଜଳରେ ପକାଇଥିଲେ, ସେହି କଏନ୍କୁ କାଢ଼ି ଆଣିବେ ଆପଣଙ୍କ ଟ୍ରେଜରୀରେ, ମାନେ ଯେଉଁଠି ଆପଣ ଆପଣଙ୍କର ଟଙ୍କା ପଇସା ରଖୁଛନ୍ତି, ସେଠି ସେହି କଏନ୍କୁ ରଖିଦେବେ। ବାସ୍ ଏତିକି ଉପାୟ ଆପଣ ଏହି ଚନ୍ଦ୍ରଗ୍ରହଣ କରିକି ଦେଖନ୍ତୁ। ଆପଣ ନିଜେ ଦେଖିବେ ଏହି ଉପାୟକୁ କରିସାରିବା ପରେ ଆପଣଙ୍କ ଘରେ ଧନର ଆଗମନ ଆଗ ଅପେକ୍ଷା ଅଧିକ ହେବାକୁ ଲାଗିବ। ଏହି କଏନ୍ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ବନିଯିବ, ଯାହାପରେ ଆପଣଙ୍କର ଆଲମିରା ବା ଆପଣଙ୍କର ଟ୍ରେଜରୀ ସବୁବେଳେ ନୋଟରେ ଭରି ରହିବ। ଏହି ଉପାୟଟି ତନ୍ତ୍ର ଶାସ୍ତ୍ରରେ ସଫା ସଫା ବର୍ଣ୍ଣିତ ଅଛି। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟ ଜାଣିବା। ଆଉ ଏହି ଉପାୟଟି ଶୁକ୍ର ଗ୍ରହ ସାଥ ପାଇବା ପାଇଁ ମହା ଉପାୟ ଅଟେ। ଆଉ ଶୁକ୍ର ଗ୍ରହ ଧନ ଓ ସମ୍ପତ୍ତିର ଗ୍ରହ ହୋଇଥାଏ। ଶୁକ୍ର ଗ୍ରହର ନିୟନ୍ତ୍ରଣ ମାତା ଲକ୍ଷ୍ମୀଙ୍କ ହାତରେ ହିଁ ହୋଇଥାଏ। ଆଉ ଯେଉଁ ବ୍ୟକ୍ତି ଶୁକ୍ର ଗ୍ରହ ତାଙ୍କୁ ସାଥ ଦେଇଥାଏ, ସେହି ବ୍ୟକ୍ତି ଧନ ସମ୍ବନ୍ଧିତ ଯେଉଁ ବି ନିଷ୍ପତ୍ତି ନେଇଥାନ୍ତି, ସେହି ନିଷ୍ପତ୍ତିରେ କେବଳ ଆଉ କେବଳ ଲାଭ ହିଁ ପାଇଥାନ୍ତି। ଆଉ ଏହି ଯେଉଁ ଉପାୟ ଆମେ ଆପଣଙ୍କୁ ଏବେ ଜଣାଇବାକୁ ଯାଉଛୁ, ଏହି ଉପାୟ ଅନେକ ଧନୀ ଲୋକମାନେ ବି କରିକି ଲାଭ ଉଠାଇଛନ୍ତି, ଯାହାକି ବହୁତ ସରଳ ଉପାୟଟିଏ ଅଟେ। ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣ ଭଲସେ ଗାଧୋଇ ପଡ଼ିବେ, ଲାଲ ରଙ୍ଗର କପଡ଼ା ପିନ୍ଧିବେ, କାହିଁକି ନା ମାତା ଲକ୍ଷ୍ମୀଙ୍କୁ ଲାଲ ରଙ୍ଗ ବହୁତ ପ୍ରିୟ ହୋଇଥାଏ। ତାପରେ 2ଟା 1 ଟଙ୍କିଆ କଏନ୍ ନେବେ। ଆପଣ ଆପଣଙ୍କ ପୂଜା ଘରକୁ ଯିବେ, 2ଟି ହାତରେ 2ଟି କଏନ୍କୁ ଆପଣଙ୍କ ହାତରେ ଧରି ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ମାତା ଲକ୍ଷ୍ମୀଙ୍କୁ 11 ସଂଖ୍ୟାଟି ବହୁତ ପ୍ରିୟ ହୋଇଥାଏ। ଆଉ ବୀଜ ମନ୍ତ୍ରଟି ହେଉଛି ଓମ୍ ମହାଲକ୍ଷ୍ମୀ ନମଃ। ମନ୍ତ୍ରଟିକୁ ଜପ କରିବେ। ତାପରେ ହାତରେ ଧରିଥିବା 2ଟି କଏନ୍ ଭିତରୁ ଗୋଟିଏ କଏନ୍କୁ ଆପଣଙ୍କର ପର୍ସରେ ରଖିବେ, ଆଉ ଗୋଟିଏ କଏନ୍କୁ ଆପଣ ଯେଉଁ ରୁମ୍ରେ ଅଧିକ ସମୟ ବିତାଉଥିବେ ସେହି ରୁମ୍ରେ ରଖିବେ। ବାସ୍ ଏତିକି ଉପାୟ ଆପଣ ଯଦି ଏହି ଚନ୍ଦ୍ରଗ୍ରହଣ ଦିନ କରିଦେବେ, ତ ଆପଣଙ୍କର ଶୁକ୍ର ଗ୍ରହ ଆପଣଙ୍କୁ ସାଥ ଦେବା ଆରମ୍ଭ କରିଦେବ। ଆପଣଙ୍କ ଜୀବନରେ ଧନ ଆସିବାର ରାସ୍ତା ଖୋଲିଯିବ। ଏହି ଉପାୟଟି ବହୁତ ଚମତ୍କାରୀ ଉପାୟଟି। ଏହି ଉପାୟକୁ କରିବା ପାଇଁ ଭୁଲରେ ବି ଏହି ମୌକାକୁ ହାତ ଛଡ଼ା କରନ୍ତୁ ନାହିଁ, କାହିଁକି ନା ଏହି ଚନ୍ଦ୍ରଗ୍ରହଣ ଏ ବର୍ଷ ଆଉ ଆସିବ ନାହିଁ। ଏହିପରି ମୌକାକୁ ହାତ ଛଡ଼ା କରନ୍ତୁ ନାହିଁ। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟ ଜାଣିବା। ଆଉ ଏହି ଉପାୟଟି ବେପାର
बा बिजनेस जार क्षति रे चलुची तो बंद होई पड़िथिबा बेपार पुणी थरे भलसे चलिबा पई एही उपायटी आपण आपणातु। एथिपई एही चंद्रग्रहण दिन जेतेबेले चंद्रग्रहण आरंभ हेबो आपणको आपणकर पूजा घर को जाई आग गोटिए लाल रंगर कपड़ाटिए तले बिछाई देबे तापर सेही कपड़ारे एक मुठी धनिया रखिबे आ सेही धनिया उपरे गोटिए 1 टंकिया कॉइनटे रखिदेबे तापर सेही कपड़ा को गोटिए पोटलटिए बनाई देबे तापर सेही पोटली को आपणकर हाथ रे धरिबे एही मंत्र को जप करिवे आ मंत्रटी हेउची ओम श्री श्रेया नमः एही मंत्र को 11 थर जप करिवे। जप करि सारिबा परे सेही पोटलीटी को नहीं आपणकर व्यापार स्थान रे रखिदेबे जेउटी आपण आपणकर बिजनेस बा व्यापार रे पैसा लेन देन करूछंती तापर आपणकर व्यापार बहुत जोर रे चलिबो आपणको व्यापार रे धन आसीबा आरंभ होई जो माता लक्ष्मीकर कृपारो आपणको व्यापार रे धनर वृद्धि हेबो। एही उपाय विषय रे तंत्र शास्त्र रे वर्णित अछि। एबे आसंतो आउ गोटे उपाय जानिबा आ एही उपाय भाग्य साथ मिलिबार महा चमत्कार उपायटी। तो चंद्रग्रहण दिन सुतक समय रे आपण गोटे ताला चाबी किनिके आनिबे गोटे धळा रंगर सफा कपड़ा नेबे सेही कपड़ा रे सेही ताला चाबी को रखिबे ता सहित गोटे 1 टंकिया कॉइन को भी रखिबे आ चंद्रग्रहण आरंभ हेबा पूर्वरु आपणको घरर छात उपरे नेकी रखिदेबे सेही कपड़ा को आ एमिते जागा रे रखिबे जेउठी चंद्रमार रोशनी पडुथिबो ता पर दिन सेही ताला चाबी और टंकिकिया कॉइन को नै कोनोसे एक मंदिर रे थिबा पूजारी को देई देबे। बस एतिके उपाय जदि आपण एही चंद्रग्रहण सुतक समय रे करि देबे तो विश्वास रखंतु आपणकर बंद होई पड़िथिबा भाग्यर ताला खोली जिवो आपणकर भाग्य पूरा आपणको साथ देबा आरंभ करिवो आपणकर नवग्रह आपणको साथ देबा आरंभ करिवो जहा द्वारा सब दिगरो आपणको सफलता प्राप्त हेबो। तो आजिर भिडियो रे कुहा जायथिबा प्रत्येक उपाय गुडी को आपण माने निहाती करंतु एही उपाय को जमारु भी हाथ छड़ा करंतु नाही।